स्तन्यपान कराइबा एक माँ पई सबुठारु खुशीर मुहूर्त। निज संतानकु स्तन्यपान कराई माँ पाइथाए बेस खुशी। हेले वर्तमान परिवर्तित समाज रे निज शिशुकु स्तन्यपान कराइबाकू अनेक महिला चाहुनाहांती। आधुनिकतार आकर्षण रे अनेक महिला निज सौंदर्य काले खराब हेबो सेही आशंकारे निज शिशुकु स्तन्यपान करांती नाही। प्रतिवर्ष अगस्ट प्रथम सप्ताह रे माँ क्षीरर उपादेयता एवं महिला मानक मध्यरे एथिप्रति थिबा धारणा स्पष्ट करिबा संपर्क रे जन सचेतनता सृष्टि करिबा पई पालन करा जाय विश्व स्तन्यपान सप्ताह। एही विश्व स्तन्यपान सप्ताह उपरे केमिति शिशुको आमे ठीक भाबरे स्तन्यपान कराई परिबा, कोन रहिछि समस्या, ए विषय रे आज आम नमस्कार केन्दुझर कार्यक्रम रे रहिछि एक आलोचना। आम सह अछंती धरणीधर मेडिकल कॉलेज एंड हॉस्पिटल रो शिशुरोग विशेषज्ञ विभागर मुख्य प्रोफेसर डॉक्टर साधना पंडा एवं शिशुरोग विशेषज्ञ विभागर सह प्रोफेसर डॉक्टर विभू प्रसाद नायक। आपनको आम कार्यक्रम को स्वागत। आज्ञा नमस्कार। नमस्कार। तबे आपण कहंतु शिशु मानकु ब्रेस्ट फीडिंग करिबा काहेकि? अच्छा, समस्तଙ୍କୁ ମୁଁ ସ୍ୱାଗତ କରୁଛି ଏଇ ଅଧ୍ୟାୟକୁ। ଯେହେତୁ ଆମର ଆଗରୁ କହିଗଲେ ଯେ ଆମର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସାରା ବିଶ୍ୱରେ ଏଇ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଯାଉଛି, ସପ୍ତାହ ପାଳନ କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ସ୍ତନ୍ୟପାନ ହେଉଛି ଶିଶୁର ଅମୂଲ୍ୟ ଖାଦ୍ୟ, ଯାହାକି ଅମୃତର ଧାରା ଏବଂ ଜଣେ ଶିଶୁ ଜନ୍ମ ହେଲା ମାତ୍ରେ ତାହା ଉପରେ ତାର ପ୍ରଥମ ଅଧିକାର ରହିଛି। ଆମର ବିଭିନ୍ନ ସର୍ବେକ୍ଷଣରୁ ଜଣାଯାଇଛି ଯେ ଆମର ହସ୍ପିଟାଲରେ ଡେଲିଭରି ହେଲା ପରେ ମା ମାନେ ପ୍ରାୟ 88 ରୁ 90% ଆମର ହସ୍ପିଟାଲରେ ଡେଲିଭରି ହୁଅନ୍ତି। ତ ଏଇଆ ଅଛି ହସ୍ପିଟାଲ ଡେଲିଭରି ହଉ କିମ୍ବା ଘରର ଡେଲିଭରି ହଉ, ସାଙ୍ଗେ ସାଙ୍ଗେ 1 ଘଣ୍ଟା ମଧ୍ୟରେ ଶିଶୁକୁ ପ୍ରଥମ ସ୍ତନ୍ୟପାନ କରାଇବାକୁ ପଡ଼ିବ। ତେଣୁ ଏଇ ଯୋଉ ବିଷୟରେ ଆମେ ସବୁ ଆଶା ଦିଦିମାନଙ୍କୁ, ଅଙ୍ଗନବାଡି ଦିଦିମାନଙ୍କୁ ସମସ୍ତଙ୍କୁ ସଚେତନତା କରୁଛୁ। ଶିଶୁ ଜନ୍ମ ହେଲା ମାତ୍ରେ ମା କୋଳର ଉଷୁମ ପାଇବ ଏବଂ ପ୍ରଥମ 1 ଘଣ୍ଟା ମଧ୍ୟରେ ପ୍ରଥମ ସ୍ତନ୍ୟପାନଟା କରିବ। ତାହା ଦ୍ୱାରା ମାର କ୍ଷୀର କମ୍ ହେବା କିମ୍ବା ତଦନୁଯାୟୀ ଅନ୍ୟ କିଛି ଅସୁବିଧା ତାହା ଦୂର ହୋଇପାରିବ। ତାହା ସାଙ୍ଗରେ ଶିଶୁ ମୃତ୍ୟୁହାର, ନବଜାତକ ଶିଶୁ ମୃତ୍ୟୁହାର ଏହି ସବୁ ବହୁ ପରିମାଣରେ ପାଖାପାଖି 1/5 ବି ଆମେ କମେଇ ଦେଇପାରିବା। ତା ସାଙ୍ଗରେ ତରଳ ଝାଡା, ନିମୋନିଆ ଆଦି ରୋଗରୁ ମଧ୍ୟ ଶିଶୁକୁ ରକ୍ଷା ମିଳିପାରିବ। ତେଣୁ ସ୍ତନ୍ୟପାନ ଶିଶୁ ଜନ୍ମର ପ୍ରଥମ 1 ଘଣ୍ଟା ମଧ୍ୟରେ କରିବା ଅନିବାର୍ଯ୍ୟ ଅଟେ। ଏହା ହେଉଛି ଶିଶୁର ପ୍ରଥମ ଖାଦ୍ୟ। ତେଣୁ ଏଇ ଖାଦ୍ୟରୁ ଶିଶୁକୁ ଆମେ ବଞ୍ଚିତ କରିବା ନାହିଁ। ଯେ ଆମେ ଶିଶୁକୁ स्तन्यपान କରାଇବା, ଏଇ ଶିଶୁଙ୍କୁ ଅନେକ କ୍ଷେତ୍ରରେ ଦେଖିବେ ମା ମାନେ ଯେତେବେଳେ ବାହାରନ୍ତି ତାଙ୍କର ଡେଲିଭରି ପରେ ସେମାନେ ଅଚେତ ହେଇକି ପଡିଥାନ୍ତି। କିଛି ମା ତାଙ୍କ ଶିଶୁଙ୍କୁ ତାଙ୍କ ଜେଜେବାପା ଜେଜେମାଙ୍କ ହାତରେ ରଖିଥାନ୍ତି ଏବଂ ଜେଜେବାପା ଜେଜେମା ଯେତେବେଳେ ପର୍ଯ୍ୟନ୍ତ କଷ କ୍ଷୀରକୁ ବାହାର ନ କରେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ତାକୁ स्तन्यपान କରନ୍ତି ନାହିଁ। ତେବେ ଯୋଉ କଷ କ୍ଷୀର ଆମେ କହୁଛନ୍ତି ସିଏ ଆମ ପାଇଁ କେତେ ଦରକାରୀ ଛୁଆ ପାଇଁ? ଶ୍ରୋତା ବନ୍ଧୁ ସମସ୍ତଙ୍କୁ ମୋର ନମସ୍କାର। ଆଜ୍ଞା, ଆପଣ ଯୋଉ ପ୍ରଶ୍ନଟା ପଚାରିଲେ ବହୁତ ବଢିଆ ପ୍ରଶ୍ନ, ସୁନ୍ଦର ପ୍ରଶ୍ନ। ମ୍ୟାଡାମ ତ ଆପଣ ମାନଙ୍କୁ ସବୁ କହିଲେ କ୍ଷୀରଟା କାହିଁକି ଉପଯୋଗୀ ଆଉ କେତେବେଳେ ଦରକାର। ମୁଁ କହିବାକୁ ଚାହୁଁଛି ଯୋଉ ପ୍ରଥମେ ଆମର 2 ପ୍ରକାର ପ୍ରସବ ହୁଏ। ଗୋଟେ ପ୍ରସବ ହଉଛି ନର୍ମାଲ ଡେଲିଭରି ଆମେ ଯୋଉଟା କହୁଛୁ, ଆଉ ଗୋଟେ ଡେଲିଭରି ହଉଛି ସିଜରିଆନ ସେକ୍ସନ। ୟୁଜୁଆଲି ନର୍ମାଲ ଡେଲିଭରି ଏତେ ପ୍ରୋବ୍ଲେମ ହେଇନଥାଏ, କିନ୍ତୁ ସିଜରିଆନ ସେକ୍ସନ ଯୋଉମାନେ ହୁଅନ୍ତି, ଯୋଉମାନେ ପେଟ କାଟି ଅପରେସନ କରନ୍ତି, ତାଙ୍କୁ ଟିକେ ବେଶୀ ପ୍ରୋବ୍ଲେମ ହୋଇଥାଏ। କିନ୍ତୁ ପ୍ରାୟ ଆମେ ଦେଖୁ ଗାଁ ଗହଳି କଣ ସହର ମାନଙ୍କରେ ବି ପ୍ରଥମେ କଣ କରନ୍ତି, ସେ ଯୋଉ କଷ କ୍ଷୀର ତାକୁ ସେମାନେ କୌଣସି ଲୋକ ଦବା ପାଇଁ ପ୍ରସ୍ତୁତ ହୁଅନ୍ତି ନା। କାରଣ ସେ ଭାବନ୍ତି ଏ କଷ କ୍ଷୀରଟା ଖରାପ କ୍ଷୀର, ଏଟା ଦେଖାଯାଉଛି ହଳଦିଆ ହଳଦିଆ, ତାକୁ ଆମେ ବି ୱିଚ୍ ମିଲ୍କ ବୋଲି ବି ଆମେ ବେଳେ ବେଳେ ତାକୁ କହିଥାଉ, ଏ ଡାହାଣୀ କ୍ଷୀର, ତାକୁ ଆମେ ଫୋପାଡ଼ି ଦେଇଥାଉ। ଗାଁ ମାନଙ୍କର ସବୁ ଡାହାଣୀ କ୍ଷୀର କହନ୍ତି। ଜେଜେବାପା ଜେଜେମା ବା ଯୋଉମାନେ ବୟସ୍କ ଧାଇ ଅଛନ୍ତି ବୁଢୀ ମାନେ, ସେମାନେ କହନ୍ତି ସେ ହଳଦିଆ କ୍ଷୀରଟା ଭଲ ନୁହେଁ, ତାକୁ ଦିଅନି। କିନ୍ତୁ ଏଇଟା ଆମର ପୁରା ଭ୍ରାନ୍ତ ଧାରଣା, ଆଉ ଏଇଟା ଆମେ କେବେ ବି କରିବା କଥା ନୁହେଁ। କାରଣ କଷ କ୍ଷୀରଟା ହଉଛି ସବୁଠାରୁ ଅମୃତ। ମ୍ୟାଡାମ ଯୋଉଟା କହିଲେ ଅମୃତ ଝର, ଅମୃତ ଝରର ଶ୍ରେଷ୍ଠ ଅମୃତ ହଉଛି କଷ କ୍ଷୀର। ଯଦି ଆମେ କଷ କ୍ଷୀରକୁ ଦବା ତାହେଲେ ପିଲାମାନଙ୍କର କଣ ସବୁ ଉନ୍ନତି ହବ କିମ୍ବା ପିଲାମାନଙ୍କ ପ୍ରତି କଣ ସେଟା ଭଲ ଉପକାର ହବ ମୁଁ କହୁଛି। ସେଇଟା ହଉଛି ପ୍ରଥମେ ହଉଛି ଯୋଉ କଷ କ୍ଷୀରଟା ଦେବା, ସେ କଷ କ୍ଷୀରଟା ବହୁତ କମ ବାହାରେ, 1 ml କି 2 ml ପ୍ରଥମେ 2-4 ଦିନ ପର୍ଯ୍ୟନ୍ତ ବାହାରିବ। ସେ କଷ କ୍ଷୀରଟାରେ ଆମର କଣ ଥାଏ, ଆଣ୍ଟିବଡି ବୋଲି ଗୋଟେ ଜିନିଷ ଥାଏ। ଆଣ୍ଟିବଡିଟା ବହୁତ ଅଧିକା ଥାଏ, ଯୋଉଟା ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ହେଲ୍ପ କରେ
आउ गोटे जिनस थाए तादरे सेल थाए सेल माने लाइफ सेल जोड़ा जीवंत सेल थाए सेहीगुड़ा भी आम रोग प्रतिरोधक शक्ति की बहुत बढ़ेब जिते पिलाटी जन्म है तार प्रतिरोधक शक्ति पूरा जीरो ऑलमोस्ट जीरो थाए बाहर सांगे सांगे ताको आक्रमण करती आम बैक्टेरिया भाइरस माने आक्रमण करती जो द्वारा कि ताको जल्दी जल्दी रोग हो जाए से रोगटा को नियंत्रण करने आम सबुठारु अमृत जोड़ा कहती सबुठारु पानासिया जोड़ा कहती सेटा हूँ माँ क्षीर मध्य प्रथम क्षीर जो कष क्षीरटा अच्छी सेटा हूँ पूरा अमृत अमृत सदृश प्रकृति देइछि सेटा कोनोसी फार्मा कंपनी किंबा कोनोसी आर्टिफिशियल आमे तयारी करि परिबा नाही कस्मिन काले भी तयारी करि परिबा नाही एटा भगवान दत्त आ भगवान जोड़ा देइछन सेटा आमे छुआ को दबा निहाती दरकार प्रथमे जदि माँ न देई पारुछि सिजरियन सेक्शन हेइछि ताले घंटे 1.5 घंटा परे माँ रो चेता आसला परे ताको आमे शिशु को नेके माँ को क्षीर लगेइबा सेई जो क्षीरटा बाहरियो 1 ml कि 2 ml जहाँ भी बाहरिला पिला जदि पाटी रे भी पकई देला सेटा हम देह को पळेबो पिलार शिशुर देह को पळेबो आ सेटा को तार प्रतिरोधक शक्ति पूरा बहु परिमाण जीवन सारा पूरा जीवन सारा पई बढ़ेबो जो द्वारा कि तार डायरिया निमोनिया अलग प्रकार सेप्सिस इन्फेक्शन बहुत परिमाण रे ऑलमोस्ट 80 to 90% परिमाण रे कमै देबो जोटा कि पिला को भविष्य रे बुद्धिमान होवा के भी सहायता करिवो तबे एई जो कष क्षीर ता देहर कोन कोन उपादान रहिछि विटामिन रहिछि बा हमरो कैल्शियम रहिछि कोन कोन सब उपादान ता भितरे रहिछि आमे सुन्ना संगरे तुलना करि परबा जेमति सुन्नाटा गोटे बहुत अमूल्य सेमिति प्रथम 2-3 दिन जो मार कष क्षीरटा बाहरे तार कलर ही गोल्डन बा साधारण ईसत हलदिया कलर जोटा कि गोटे सुवर्ण बा सुन्नार वर्ण संगे समान तो सेईटा सुन्ना भली अत्यधिक मूल्यवान सेइथिरे जो परिमाण रे पुष्टिसार थाए पोषक तत्व थाए सेइथिरे जो श्वेतसार रही थाए ताहा शिशुर प्रथम 2-3 दिन शिशुर वृकक शिशुर लिभर शिशुर पाकस्थली एते सक्षम होई नथांती एते परिपक्व होई नथांती तथापि भी एई क्षीर रे जेमति आगरु सार कहि गले जो प्रकार जीवंत कणिका रहिछि सेई क्षीरर आउ सेई क्षीर रे जोडारे जो कोलेस्ट्रॉल बोली आमे कहूछु जो कोलेस्टेरोल रहिछि सेटा शरीरर सबु हार्मोन तयारी पई प्रथम मूलदुआ पकई थाए तेणु सेई क्षीर कष क्षीर आमे दबा द्वारा शिशु को अल्प बाहरे भी सेटा शिशुर उषुम रहिबारे शिशु को सहायता करथाए सेटा सहजरे शिशुर पाकस्थली हजम भी करि पारे आ सेटा देहरे अल्प परिमाण रे गले भी जेतिकी दरकार प्रोटीन जेतिकी दरकार शिशु पई श्वेतसार स्नेहसार विटामिन जलीय अंश जहा शिशु को दरकार सब ठीक सम परिमाण रे रहिछि सबुठु मुख्य जेमिति आमे कहि गले शिशु को एटा होछि शिशुर प्रथम भैक्सीन बा प्रथम प्रतिषेधक टीका बोली आमे कहि परिबा एहा द्वारा शिशु भविष्यत रे एलर्जी रोग डायबिटिक्स रोग काश कफ निमोनिया तरल झाड़ा कान इन्फेक्शन सब प्रकार रोगरु मुक्ति पाई थाए एईटा शिशु को दबा बांछनीय प्रथम 2-3 दिन ही एई क्षीरटा झरी थाए तेणु शिशु को प्रथम 2-3 दिन बारंबार मार स्तन्यपान कराइबा दरकार बहुत समय में देखंती जे मां माने छुआ मान को क्षीर खोई पारंती से सब कहती जे मोर क्षीर हो नहीं छुआ मोर कांदुची छुआर पेट पुरुनी मोर जति क्षीर बाहर पेट पुरुनी आउ अनेक क्षेत्र में आम देखूं माँ मैंने क्षीर खाइबा जो निपुल से बाहर को बाहरी न थाए तो से भितर पशि जाए जहाँफल से छुआ को क्षीर पीवा असुविधा हुए से स्थले कौन आम कर गोटे बहुत माने समयोपयोगी प्रश्न पचार कारण एटा तो मु मजारे कहबी जे शिशु को जहाँ भी देले माँ कहे बहुत कम हो गला जेते बड़ जेते खाइले भी शिशु माँ कहे मोर कम हो जाउची सेटा भी गोटे हेई पारे माँ मानक धारणा जे हाँ मोर शिशुटी खाई पारुनी किंबा कम होउची पतला होउची एतिकी मु कहि रखिबी साधारणतः शिशुर एई जो वायुमंडल संस्पर्श राशि की माँ गर्भर थाए बाहर को जो आसे एई पानी पवन एई जो परिस्थिति को खाप खोइबा पई प्रथम 10 दिन भितर शिशुर किछि किछि ओजन ह्रास होई थाए सेटा को हमें माँ क्षीर कम जनित ओजन ह्रास बोली भ्रम धारणा आमे सृष्टि करिबा नाही एटा नॉर्मल साधारणतः नवम 10 दिन बेलू शिशु जन्म बेले जो ओजन थाए सेई ओजनटा पाई पार थाए तेणु प्रथम 8-10 दिन जेतिकी भी संपूर्ण रूपे स्तन्यपान करले भी शिशुर किछि किछि ओजन ह्रास होई थाए ताहापरे आमे केमिति जानिबा जे हमरो क्षीर ठीक हैला कि नाही जदि शिशु 10 ରୁ 15 मिनिट पान करूची पान करला परे 2-3 घंटा सोई जाउची बारंबार दिनक भितरे 24 घंटा भितरे 6 ରୁ 8
ଥର ପରିସ୍ରା କରୁଛି, କିଛି ଦିନ ପରେ ଦେଖିବେ ଆପଣ ଶିଶୁର ଓଜନ ବି ବଢିଗଲା ଭଳିଆ ଲାଗିବ, ଶିଶୁ ଖୁସି ମନରେ ରହୁଛି ଏବଂ ସ୍ତନ୍ୟପାନ କଲା ବେଳକୁ ସମ୍ପୂର୍ଣ୍ଣ ରୂପେ ଗୋଟିଏ ପଟରୁ କିମ୍ବା ଅଧା ସେ ତାର ପେଟ ପୁରେଇ ଖାଉଛି, ଖୁସିରେ ସ୍ତନ ଆପେ ଆପେ ଛାଡି ଦଉଛି, ତାହେଲେ ଆମେ ଜାଣିପାରିବା ଯେ ମାର ସ୍ତନ୍ୟପାନ ଶିଶୁ ପାଇଁ ସମ୍ପୂର୍ଣ୍ଣ ହଉଛି। ସେପରି ହେଲେ ଆମେ ବିଲକୁଲ ବ୍ୟସ୍ତ ହେବାନି, ଏମିତି କ୍ଷୀର ଜାରି ରଖିବା। ତା ସାଙ୍ଗେ ମା ଟିକେ ଯତ୍ନ ନବ ନିଜର, ଯେମିତିକି ଅଧିକ ପାଣି ପିଇବା, ଆଇରନ୍ କ୍ୟାଲସିୟମ ଖାଇବା, ବିଶ୍ରାମ ନବା, 400 ରୁ 500 କ୍ୟାଲୋରୀ ଅଧିକ ଖାଦ୍ୟ, ଗର୍ଭାବସ୍ଥା ସମୟଠୁ ଆହୁରି 400 ରୁ 500 କ୍ୟାଲୋରୀ ଅଧିକ ଖାଦ୍ୟ ଖାଇବା। ସେଇଟା ହଉଛି ଆମର ଯୋଉମାନେ ମା ମାନଙ୍କ ଯତ୍ନ ନେଉଛନ୍ତି, ଆଈ କୁହନ୍ତୁ କି ଜେଜେମା କୁହନ୍ତୁ, ଏଇମାନେ ଧ୍ୟାନ ଦେବା ଦରକାର। ଯେମିତି ମାକୁ ଯଦି ଆମେ ଉତ୍ତମ ଆହାର ଦେଇପାରିବା, ଠିକ ରୂପେ ପାଣି ଦବା, ତାହେଲେ ମାର କ୍ଷୀର କଦାପି ଶିଶୁ ପାଇଁ କମ ହେବ ନାହିଁ। କିନ୍ତୁ ବେଳେ ବେଳେ ମାର ଯୋଉ ସ୍ତନାଗ୍ର ଯେମିତି ଆପଣ ପଚାରିଲେ ସେଇଟା ଭିତରକୁ ରହିଯାଇଥାଏ। ପ୍ରକୃତରେ ଆମର ଯୋଉ ମା ମାନଙ୍କର ଆଣ୍ଟିନାଟାଲ ଚେକଅପ୍ ବା ଗର୍ଭସ୍ଥ ସମୟରେ, ଶିଶୁ ସମୟରେ ଯୋଉ ଆମର ବାରମ୍ବାର ଅଲ୍ଟ୍ରାସାଉଣ୍ଡ କରାହୁଏ, 2-3 ଥର ଚେକଅପ୍ କରାହୁଏ, ସେତେବେଳକୁ ତୃତୀୟ ଥର ଚେକଅପ୍ ବେଳକୁ ସାଧାରଣତଃ ଆଶା ଦିଦି, ଅଙ୍ଗନବାଡି ଦିଦି ମାର ସ୍ତନ୍ୟଟା ବି ପରୀକ୍ଷା କରିବା ଦରକାର। ଯଦି ସେଇ ସମୟରେ ଧରା ପଡେ କି ତାର ଅଗ୍ରଭାଗଟା ଭିତରକୁ ପଶି ଯାଇଛି, ତାହେଲେ ଅତି ସାଧାରଣ କୌଶଳରେ ସେଇଟା ଶିଶୁ ଜନ୍ମ ହେଲା ବେଳକୁ ମାର ସେଇ ସ୍ତନ୍ୟର ଅଗ୍ରଭାଗ ପୁଣି ବାହାରକୁ ଆସିଯାଇଥିବ, ଠିକ ହେଇଯାଇଥିବ। ସେଇଟା ଯୋଉ ପ୍ରୋବ୍ଲେମ ହୁଏ କେତେବେଳେ, ଯେତେବେଳେ ଆମେ ଗର୍ଭାବସ୍ଥାରେ ଶେଷ ବେଳକୁ ମାର ଚେକଅପ୍ କଲା ବେଳକୁ ଆମେ ଯଦି ଏଇଟା ମିସ୍ କରିଯାଉଛୁ, ଆମେ ଧରି ପାରୁନୁ, ତାହେଲେ ଛୁଆ ଜନ୍ମ ପରେ ଏ ପ୍ରୋବ୍ଲେମଟା ହୁଏ। ନହେଲେ ଆଗରୁ ଯଦି ଜଣା ପଡିଯିବ, ଆମେ ଚେକ୍ କଲା ବେଳକୁ ଦେଖିକି ଜାଣିପାରିବେ ଯେ ତାଙ୍କର ସ୍ତନ୍ୟର ଅଗ୍ରଭାଗଟା ଯଦି ଭିତରେ ରହିଯାଇଛି, ସାଧାରଣ ହାତରେ ମାଲିସ କଲା ଭଳିଆ କରିକି କରିପାରିବେ, କିମ୍ବା ସିରିଞ୍ଜ ବ୍ୟବସ୍ଥା ଅଛି ଯୋଉଟା କି ଅଙ୍ଗନବାଡି ଦିଦି ମାନଙ୍କୁ, ଆଶା ଦିଦି ମାନଙ୍କୁ ଆମେ ଟ୍ରେନିଂ ଦେଇଥାଉଛୁ। ସେ ସାଧାରଣ ସେଇ ବ୍ୟବସ୍ଥା କଲେ ବି ମାର ଅଗ୍ରଭାଗ ଆଗକୁ ଆସିପାରିବ। ତେଣୁ ମାର ଅଗ୍ରଭାଗ ଭିତରକୁ ରହିଛି ବୋଲି ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେବା ଦରକାର ନାହିଁ। ଯଦି ଆଗରୁ ଜଣା ନାହିଁ, ଶିଶୁ ଜନ୍ମ ପରେ ଜଣା ପଡୁଛି, ଆମେ ଚାମଚରେ ଛୋଟ ଗିନାରେ କାଢିକି ବି ଶିଶୁକୁ ସ୍ତନ୍ୟପାନ ଦବା, ସେ କୋଲୋଷ୍ଟ୍ରମ ଦବା, ଖାଦ୍ୟରୁ ବଞ୍ଚିତ କରିବା ନାହିଁ। ଆମେ ଦେଖୁ ଯେଉଁ ପିଲାମାନେ କ୍ଷୀର ଖାଉଥାନ୍ତି, ଖାଇସାରିବେ, ଆରାମରେ ଶୋଇପଡିବେ, କିନ୍ତୁ ତଥାପି ମା ମାନେ ବା ତାଙ୍କର ପରିବାର ବର୍ଗ ସେମାନେ ବାହାରୁ ଡବା ନେଇ ଆସନ୍ତି, କିଣିକି ତାକୁ ଦିଅନ୍ତି, ମାସଟିଏ କେମିତି ସମ୍ଭାଳିକି ରହନ୍ତି, ମାସେ ପରେ ତାକୁ ତୁରନ୍ତ ବାହାର ଖାଦ୍ୟ ଦିଅନ୍ତି। ତ ଏଇ ବାହାର ଖାଦ୍ୟ ଶିଶୁ ପାଇଁ କଣ ସେଇ ସ୍ତନ୍ୟପାନ ଠାରୁ ଆହୁରି ଉପକାରୀ? ବଢିଆ ପ୍ରଶ୍ନ ଗୋଟିଏ ପଚାରିଲେ, ବାହାର ଖାଦ୍ୟ ଆଉ ସ୍ତନ୍ୟପାନ କରିବା ବିଷୟରେ। ଡବା ଉପରେ କିନ୍ତୁ ଲେଖା ହେଇଛି ମାର ଖାଦ୍ୟ ସବୁଠାରୁ ସର୍ବୋତ୍ତମ, ସ୍ତନ୍ୟପାନ ବା ବ୍ରେଷ୍ଟ ଫିଡିଂ ହଉଛି ସବୁଠାରୁ ଭଲ। ତଥାପି ଲୋକ ଆମର ଆଣିକି କିଣିକି ଦଉଛନ୍ତି। ତାର ଗୋଟିଏ ପ୍ରମୁଖ କାରଣ 2-3ଟି ଅଛି, ମୁଁ କହୁଛି। ପ୍ରଥମ କାରଣ ହଉଛି ଶିଶୁ କାନ୍ଦିବା। ମା ମାନେ କ୍ଷୀର ଦଉଥିବେ, ସବୁ କରୁଥିବେ, ମ୍ୟାଡାମ ଯେମିତି କହିଲେ, ପିଲା ପରିସ୍ରା କରୁଥିବ, ପ୍ରତି 2-3 ଘଣ୍ଟା 4 ଘଣ୍ଟାରେ ଥରେ ପରିସ୍ରା କରୁଥିବ, ଖାଇସାରିକି ଶୋଇ ପାରୁଥିବ, ପିଲା ହସ ଖୁସିରେ ରହୁଥିବ, ଆଉ ପିଲାର ଓଜନ ମଧ୍ୟ ବଢୁଥିବ। ତଥାପି ବେଳେ ବେଳେ କଣ ହୁଏ, ପିଲାର କାନ୍ଦ ଟିକେ ଅଧିକା ହୁଏ। କାନ୍ଦ ହବାର କାରଣ କେବଳ ମା କ୍ଷୀରର ଅଭାବ ନୁହେଁ, ତାର 100ରୁ 200 1000 କାରଣ ଅଛି। ତାର ପ୍ରଥମ କାରଣ ହେଲା ପିଲା ଅନକମ୍ଫର୍ଟେବଲ ହବା, ଝାଡା କରିଦେଲା, ପରିସ୍ରା କରିଦେଲା, କଣ ପାଇଁ? ସେଥିପାଇଁ ପିଲା ବି କାନ୍ଦିବ। ପିଲାକୁ କାନ୍ଦିବା, ଭୋକ ଲାଗିବା, କ୍ଷୀର ନ ହବା, କାନ୍ଦିବା ହଉଛି ଶେଷ କାରଣ। ଏଇଟା ମନେ ରଖିଥାନ୍ତୁ। କିନ୍ତୁ ଆମର ଲୋକମାନେ କଣ ଭାବନ୍ତି, ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନେ କିମ୍ବା ମା ମାନେ, ଯେ ପିଲାକୁ ଭୋକ ଲାଗୁଛି ବୋଲି କାନ୍ଦୁଛି, ତେଣୁ ସେମାନେ ବାହାରୁ ଡବା ଆଣିକି ଡବା ଏକ୍ସଟ୍ରା ଫୁଡ୍ ଦିଅନ୍ତି। ତା ଦ୍ୱାରା କଣ ହୁଏ, ଏକରେ ତ ଡବା କ୍ଷୀର ଆଣିକି ସେମାନେ ବୋତଲରେ ଦିଅନ୍ତି କିମ୍ବା ଗେନା ଚାମଚରେ ଦିଅନ୍ତି, ଯଦ୍ୱାରା କି ପିଲା ଆଉ ମା କ୍ଷୀର ବେଶୀ ଖାଏ ନାହିଁ, ଯୋଉଟା କି ମା କ୍ଷୀରରୁ ସେ ବଞ୍ଚିତ ରୁହେ। ସେଇଟା ପ୍ରଥମ ଗୋଟେ ପ୍ରୋବ୍ଲେମ ହେଲା। ନେକ୍ସଟ ପ୍ରୋବ୍ଲେମ ହେଲା, ଯେତେ ପ୍ରକାର ଇନଫେକ୍ସନ ଅଛି, ଆମେ ତାଟିଆ ଚାମଚ କିମ୍ବା ବୋତଲରେ ଦେଲେ ପିଲାକୁ ନିମୋନିଆ ଆଉ ଡାଇରିଆ ହେଲା। ତେଣୁ ସେଥିରେ ଆଉ ଗୋଟିଏ ପ୍ରୋବ୍ଲେମ ହେଲା। ଆଉ ଗୋଟିଏ ପ୍ରୋବ୍ଲେମ କଣ ହେଲା, ଏବେ ବହୁତ ବଡ ପ୍ରୋବ୍ଲେମ ଯୋଉଟା କି ଆମେ କହୁଛେ ମହାମାରୀ ଭଳିଆ ହେଲାଣି, ଓବେସିଟି। ଓବେସିଟି ମାନେ ହଉଛି ପିଲାର ଓଜନ ବହୁତ ଅଧିକା ପଡିଯିବ। ଯଦି ଆମେ ଫାଷ୍ଟ ଯୋଉ ଇନଫାଣ୍ଟ ପିରିୟଡରେ ପ୍ରଥମ ବର୍ଷ ଭିତରେ ପିଲାକୁ ଡବା କ୍ଷୀର କିମ୍ବା ବାହାର କ୍ଷୀର ଦେଇକି ବେଶୀ ଓଜନ ବଢେଇ ଦଉଛନ୍ତି, ମା ମାନେ ବହୁତ ଖୁସି ହେଇଯିବେ, ଘର ଲୋକ ବି ବହୁତ ଖୁସି ହେଇଯିବେ। ଡୋଲ ଡାଉଲ ଦେଖାଉଛି, ପିଲା ମୋର 15 କେଜି ହେଇଗଲାଣି ବର୍ଷକ ଭିତରେ, ସବୁ ପିଲାଙ୍କଠୁ ବହୁତ ମୋଟା ହେଇଗଲା। ଆଜ୍ଞା, କିନ୍ତୁ ସେଇଟା ବହୁତ ଖରାପ, କାରଣ ପ୍ରଥମ ବର୍ଷରେ ଯଦି ଓବେସିଟି ହେଇଯାଉଛି, ତାହେଲେ ଭବିଷ୍ୟତରେ ଏ ପିଲା ପାଇଁ ବହୁତ ପ୍ରୋବ୍ଲେମାଟିକ। ତାର ବ୍ଲଡ ପ୍ରେସର ବାହାରିବ, ତାର ଡାଇବେଟିସ୍ ବାହାରିବ, ଇଭିନ୍ ଇଫ୍ ତାର ଆଜମା ବି ବାହାରିବାର ଚାନ୍ସ ଅଛି। ସବୁଗୁଡା ଓବେସିଟି ବା ଯୋଉ ମେଦଜନିତ ପ୍ରୋବ୍ଲେମ ଗୁଡା ତାର ବହୁତ ବାହାରିବ। ତେଣୁ ଡବା କ୍ଷୀର ପ୍ଲିଜ କୌଣସି ଶିଶୁକୁ ଦବା ପାଇଁ ଚେଷ୍ଟା ବି କରନ୍ତୁନି। ଯଦି ଆପଣଙ୍କୁ କିଛି ପ୍ରୋବ୍ଲେମ ଲାଗୁଛି, ଶିଶୁର କିଛି ଅଧିକା କାନ୍ଦିଲା କିମ୍ବା କ୍ଷୀର ହଉନି, କଣ ହଉଛି, ତାହେଲେ ପ୍ରଥମେ ଯାଇକି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି କ୍ଷୀର ନ ହଉଛି, କ୍ଷୀରର କାରଣ କଣ, କ୍ଷୀର ନ ହବାର ଡାକ୍ତର ଖୋଜିବେ। କ୍ଷୀରର ପ୍ରଥମ କାରଣ ହଉଛି
ପିଲା ଠିକ ଭାବରେ କ୍ଷୀରରେ ଲାଗୁନାହିଁ। ଆମର ଦୁଇଟା ଜିନିଷ ଅଛି ସ୍ତନ୍ୟପାନ କରିବାରେ। ଗୋଟିଏ ଜିନିଷ ହଉଛି ଆମର ଯୋଉଟା କହନ୍ତି, ଗୋଟେ ହଉଛି ସପୋର୍ଟ କରିବେ, ଛୁଆକୁ ଧରିବେ, ଆଉ ଗୋଟେ ହଉଛି ଲାଚିଂ କରିବା, ପିଲା ମା କ୍ଷୀରରେ କେମିତି ମୁହଁ ଦବ, ଆଟାଚମେଣ୍ଟ ଯୋଉଟା ହଉଛି କହନ୍ତି ତାକୁ। ପ୍ରଥମେ ପିଲାକୁ କେମିତି ଧରିବେ ତାର ଗୋଟେ ଉପାୟ ଅଛି। ପିଲାକୁ ଧରିବେ, ପିଲାର ପେଟ ମାର ପେଟ ସହିତ ଲାଗିବ, ପିଲାର ମୁହଁ ମାର ସ୍ତନ୍ୟ ଆଡକୁ ମୁହଁ କରିବ, ପିଲା ପୁରା ସପୋର୍ଟ କରିବ, ମା ଗୋଟେ ହାତ କିମ୍ବା ଦି ହାତରେ ପୁରା ପିଲାକୁ ସପୋର୍ଟ କରି ଧରିବ, ଯେମିତିକି ମୁଣ୍ଡଟା ଝୁଲି ପଡିବନି। ଆଉ ତାପରେ ପିଲା ସ୍ତନ ପାଖରେ ତାର ଓଠ ଲାଗିବ, ପିଲା ବଡ ଆଁ କରିକି ଯେତେ ମ୍ୟାକ୍ସିମମ୍ ଆମର ଯୋଉ ନିପୁଲ ପାଖରେ ଯୋଉଟା ଅଛି କଳା 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 ତାକୁ ଏରିଓଲା କହନ୍ତି, ସେଟା ପୁରା ଆଁ କରିକି ଧରିବ। ଆଉ ଯୋଉ ଦିଟା ଆମର ଅଛି ଓଠ ଅଧର ଯୋଉଟା ଅଛି ଲିପ୍ସ କହନ୍ତି, ସେଟା ବାହାର ଆଡକୁ ଖୋଲିକି ଥିବ। ସୋ ଦ୍ୟାଟ୍ ପିଲାର ଆଟାଚମେଣ୍ଟ ଯୋଉଟା ଲାଗିଲା କ୍ଷୀରକୁ ଧରିଲା ଆଉ ପିଲା ମାକୁ ସପୋର୍ଟ କଲା। ଭଲ ଭାବରେ କଲେ କ୍ଷୀର 100% ମୁଁ ଆପଣଙ୍କୁ ଆସ୍ୟୁରାନ୍ସ ଦଉଛି 100% କ୍ଷୀର ହବ। ଯଦି ସେଟା ଟିକେ ବ୍ୟତିକ୍ରମ ହେଲା, ଲ୍ୟାଚିଂ ଯଦି ଠିକ ଭାବରେ ନ ହେଲା, ତାହେଲେ ପ୍ରୋବ୍ଲେମ ହବ। ପିଲା ଟାଣୁଥିବ, କ୍ଷୀର ବାହାରୁ ନଥିବ, ପିଲା ରାଗିକି ମାର ସ୍ତନକୁ କାମୁଡି ଦବ। କାମୁଡି ଦେଲେ ମାର ସ୍ତନରେ କ୍ଷତ ହେଇଯିବ, ଯୋଉଟାକୁ ଆମେ କହନ୍ତି ସୋର ନିପୁଲ କିମ୍ବା କ୍ରାକ୍ ନିପୁଲ। ତାପରେ ମାକୁ କଷ୍ଟ ହବ, ନା ମା କ୍ଷୀର ଦବ ନା ଛୁଆ ଖାଇବ। ତାପରେ ଛୁଆ କାନ୍ଦିଲା, ଛୁଆକୁ ଭୋକ ହେଲାନି, ତାପରେ ଡବା କ୍ଷୀର ଆଣିକି ଦେଲା। ତେଣୁ ପ୍ଲିଜ ଯଦି ଆପଣଙ୍କୁ ଲାଗୁଛି ପିଲାର କିଛି ପ୍ରୋବ୍ଲେମ ହେଇଛି, ଡବା କ୍ଷୀର ବିଲକୁଲ ବି ଦିଅନ୍ତୁନି। ଡାକ୍ତରଙ୍କ ସହିତ, ଶିଶୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ତାପରେ ସିଏ ବତେଇବେ ଆକ୍ଚୁଆଲି କ୍ଷୀର ହଉନି କି ଆପଣଙ୍କର କଣ ପ୍ରୋବ୍ଲେମ ହଉଛି। ତେଣୁ ମୋର କହିବା ଏତିକି କଥା ଯେ ବିଲକୁଲ ବି ଡବା କ୍ଷୀର ଆପଣ ନିଜେ ଷ୍ଟାର୍ଟ କରନ୍ତୁ ନାହିଁ। କେତେ ଗୁଡା ଡିଜିଜ ଅଛି ଯୋଉଥିରେ କି ମା କ୍ଷୀର ଦେଇ ହବନି, ବହୁତ କମ ଡିଜିଜ, ରେୟାର ଡିଜିଜ, ଯୋଉଥିରେ କି ଆପଣ ମା କ୍ଷୀର ଦେଲେ ଶିଶୁକୁ ପ୍ରୋବ୍ଲେମ, ଆଉ ତା ଦେହରେ ଡବା କ୍ଷୀର କିମ୍ବା ଅଲଗା ଡବା କ୍ଷୀର ଦେବା ପାଇଁ ପଡେ। କିନ୍ତୁ ସେଇଟା ଆପଣ ମାନେ କରିବେନି, କେବଳ ଡାକ୍ତର ମାନେ ହିଁ କରିପାରିବେ। ମା କ୍ଷୀରରେ ଯୋଉ ଟରିନ୍, ସିଷ୍ଟେନ୍ ବୋଲି ଦୁଇ ପ୍ରକାର ପ୍ରୋଟିନ ଥାଏ, ଯୋଉଟା କି ବ୍ରେନର ଶିଶୁର ମସ୍ତିଷ୍କ ଡେଭଲପମେଣ୍ଟରେ ବହୁତ ସାହାଯ୍ୟ କରିଥାଏ, ଯୋଉଟା ଆମେରିକାରେ ପ୍ରସ୍ତୁତ ଡାବା ଖାଦ୍ୟ କିମ୍ବା ପୃଥିବୀର କୌଣସି ଜାଗାରେ ପ୍ରସ୍ତୁତ ଡାବା ଖାଦ୍ୟରେ ସେହି ପୋଷକ ତତ୍ତ୍ୱ ନାହିଁ, ଯୋଉଟା କି ଆମ ପିଲାକୁ ବୁଦ୍ଧିଆ କରେଇବ। ତେଣୁ ଡାବା ଖାଦ୍ୟ ଉପରେ ଆମେ କଲେ ଆଲର୍ଜି, ଆଜମା ଏଇ ସବୁ ବେମାରୀ ତ ବଢିବ, ବିଭିନ୍ନ ସବୁ ପ୍ରକାର ରୋଗର ଚାନ୍ସ 15ରୁ 20% ବଢିଯିବ। କିନ୍ତୁ ମୁଖ୍ୟ ହେଉଛି ଆମ ପିଲା ନିର୍ବୁଦ୍ଧିଆ ବି ହୋଇଯିବ। ତେଣୁ ଆମେ ମା ମାନେ ସତତ ଚେଷ୍ଟା କରିବା ଯେ ଆମ ଶିଶୁ ଯେମିତି ମା କ୍ଷୀରରୁ ବଞ୍ଚିତ ନ ହୁଏ। ଦ୍ୱିତୀୟ କଥା ମୁଁ କହିବି ଯେ ରାତି ଏଇ ଯେମିତି ସାର୍ କହିଲେ ଦିଟା ଅଛି ଆମର ସ୍ତନ୍ୟପାନରେ ଛୁଆର ମାକୁ ଆଟାଚ ହେଇକି ରହିବ, ମା କୋଳର ଉଷୁମ ପାଇବ, ମାର ଚର୍ମ, ସ୍କିନ୍, ଆବଡୋମେନ୍ ବା ପେଟ, ଛୁଆର ପେଟ ଲାଗି ରହିଲା, ତାହେଲେ ଏଇ ଯୋଉ ଗୋଟେ ଭାବନାର ଯୋଉ ଗୋଟେ ସହଯୋଗ ହେଲା, ଯୋଉ ବଣ୍ଡ ଗୋଟେ ସୃଷ୍ଟି ହେଲା, ସେଇଟା ତ ମା କ୍ଷୀର ଅଧିକ ଝରିବାରେ ସାହାଯ୍ୟ କରିଥାଏ। ତାହା ସାଙ୍ଗରେ ଆଉ ଗୋଟେ ହେଲା ରାତି ବେଳା, ମା ଯଦି ରାତି ବେଳା ବାରମ୍ବାର ଯୋଉ ହରମୋନଟା ପ୍ରୋଲାକ୍ଟିନ୍ ବୋଲି କହନ୍ତି, ସେଇ ହରମୋନଟା ରାତି ସମୟରେ ବେଶୀ ଝରିଥାଏ। ତେଣୁ ଯେଉଁ ମା ମାନେ ରାତିରେ ବି ଶିଶୁ କାନ୍ଦିଲେ ବାରମ୍ବାର ଉଠି ସ୍ତନ୍ୟପାନ କରାଇଥାନ୍ତି, ସେଇ ହରମୋନ ଅତ୍ୟଧିକ ଝରିଥାଏ, ଯାହାକି ଦିନ ବେଳା ମଧ୍ୟ କ୍ଷୀର ଝରିବାରେ ସାହାଯ୍ୟ କରିଥାଏ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ମା ମାନଙ୍କୁ ମା କ୍ଷୀର ହିଁ ଦିଅନ୍ତୁ। ଦିନରେ ରାତିରେ ଯେତେବେଳେ ଶିଶୁ କାନ୍ଦୁଛି ଅନ୍ ଡିମାଣ୍ଡ ବା ଯେତେବେଳେ ଶିଶୁ କାନ୍ଦିଲା ଦିଅନ୍ତୁ, ଆଉ ଠିକ୍ ପୋଜିସନରେ ଧରିକି ଦିଅନ୍ତୁ, ତାହେଲେ ଆପଣଙ୍କର କିଛି ଅସୁବିଧା ନାହିଁ, କ୍ଷୀର କମ ହେବ ହିଁ ନାହିଁ। ନିଜର ସ୍ୱାସ୍ଥ୍ୟ ପ୍ରତି ବି ଗୁରୁତ୍ୱ ଦିଅନ୍ତୁ। ଦେଖନ୍ତୁ, ଆମର କେନ୍ଦୁଝର ହେଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଏଠି ସଚେତନତାର ଘୋର ଅଭାବ ରହିଛି। ଯେତେ ସଚେତନ ଆଶା ଅଙ୍ଗନବାଡି କର୍ମୀ ବା ଡାକ୍ତର ବନ୍ଧୁମାନେ କଲେ ମଧ୍ୟ ଗାଁ ଗାଉଁଲିରେ କାହିଁକି ଜାଣେ ଅନ୍ଧବିଶ୍ୱାସକୁ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତି। ଯେତେବେଳେ କାହାର ଦେହ ଟିକେ ଖରାପ ହୁଏ ସେତେବେଳେ ଝଡ଼ା ଫୁଙ୍କା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି। ଆଉ ଏଇ ଯୋଉ ଆପଣ କହିଲେ ମା କ୍ଷୀରକୁ ଛାଡ଼ି ଦିଅନ୍ତି, ଯୋଉ ମାଙ୍କର ଧରନ୍ତୁ ସ୍ତନରୁ କ୍ଷୀର ବାହାରେନି ତାଙ୍କୁ ମଧ୍ୟ କୌଣସି ରାଉଳିଆ ଝଡ଼ା ଫୁଙ୍କା ଔଷଧ ଦିଅନ୍ତି। ସେ କଣ ଉପକାରୀ ହୁଏ ନା କିଛି ଖାଦ୍ୟ ଅଛି ଯୋଉ ଖାଦ୍ୟ ଖାଇଲେ କ୍ଷୀର ଆପେ ଆପେ ବଢିବ? ଆପଣ ବହୁତ ବଢିଆ ପ୍ରଶ୍ନ ପଚାରିଲେ, କାରଣ ଆମେ ଯେମିତି କହୁଛୁ ପ୍ରତିକାର ହେଉଛି ରୋଗର ପ୍ରଥମ ଚିକିତ୍ସା। ତେଣୁ ଆମେ ପ୍ରତିକାର କେମିତି କରିପାରିବା? ଆପଣ ଯାହା କହିଲେ, ଶିଶୁଟେ ଯେତେବେଳେ ସ୍ତନ୍ୟପାନ କରୁଛି ତାର ଖାଦ୍ୟ ଖାଇବା, ମାର ଯୋଉ କ୍ଷୀର ଝରିବା ବିଭିନ୍ନ କାରଣ ଉପରେ ନିର୍ଭର କରୁଛି। ଯେମିତି ମା ସବୁବେଳେ ଶିଶୁ ବିଷୟରେ ଭାବିଲା, ଶିଶୁକୁ ବହୁତ ସମୟ କୋଳରେ ଧରି ବସିବା, ଶିଶୁର ମୁହଁକୁ ନିରୀକ୍ଷେଇ ଦେଖିବା, ଶିଶୁର ଭଲ ବିଷୟରେ ଭାବିବା, ସବୁବେଳେ ହେଲା ନିଜର ମୋର କ୍ଷୀର ମୋ ଛୁଆ ପାଇଁ ହେବ ଭାବିଲେ ନିଶ୍ଚୟ ମାର କ୍ଷୀର ସଫିସିଏଣ୍ଟ ହବ। କିନ୍ତୁ କେତେକ ସ୍ଥଳରେ ଯୋଉଠି ମାର କ୍ଷୀର ହୁଏନି ଆଉ ସେମାନେ ଝଡ଼ା ଫୁଙ୍କା ବିଭିନ୍ନ କାମ ଆଡେ ମନ ଦିଅନ୍ତି, ସେ କ୍ଷେତ୍ରରେ ମୁଁ କହିବି ଔଷଧ ବି ଅଛି। ମାର କ୍ଷୀର ଝରେଇବା ପାଇଁ ଔଷଧ ଅଛି। ଯୋଉ ମା ମାନଙ୍କର ଆମେ ଦେଖୁ ଶିଶୁମାନଙ୍କର ଓଜନ କମି କମି ଯାଉଛି, ମାର ଠିକ୍ ଆଟାଚମେଣ୍ଟ ଆଉ ଏଲାଇନମେଣ୍ଟ ସବୁ ଠିକ୍ ଥିଲେ, ପୋଜିସନିଂ ଠିକ୍ ଥିଲେ ବି କ୍ଷୀର ଝରୁନି, ଆମେ ଦେଖିଲେ ଜାଣିପାରୁ। ତାହେଲେ ସେଇ କ୍ଷେତ୍ରରେ ଆମେ ମା ମାନଙ୍କୁ ଔଷଧ ବି ଦଉ ଯେ 20 ଦିନ 15ରୁ 20 ଦିନ ଔଷଧ ଖାଇଲା ବେଳକୁ
କ୍ଷୀର ବହୁତ ଝରେ। ଯେମିତି ମୁଁ କହିଲି ମା ଟିକେ ଅଧିକ 3 ରୁ 4 ଲିଟର ପାଣି ପିଇବା ଦରକାର, 400 ରୁ 500 କ୍ୟାଲୋରି ଖାଦ୍ୟ ଅଧିକ ଖାଇବା ଦରକାର। ସବୁ ପ୍ରକାର ଖାଦ୍ୟ, କୌଣସି ଖାଦ୍ୟ ବାରଣ ନାହିଁ। ଭାତ, ଡାଲି, ସନ୍ତୁଳା, ଆମିଷ, ନିରାମିଷ ସବୁ ଖାଦ୍ୟ ଖାଇପାରିବେ। ବାରମ୍ବାର ଖାଇବେ। ଦିନକୁ 5, 6 ଥର 7 ଥର ଖାଦ୍ୟ ଖାଇପାରିବେ। ଯେତେବେଳେ ଭୋକ ଲାଗୁଛି ଖାଇପାରିବେ। କାରଣ ମାର ଆହାର, ଆମେ ଯେମିତି ଗାଈକୁ ଅଧିକ ଦାନା ପାଣି ଦେଉଛୁ ତାର ଶିଶୁ ଜନ୍ମ ହେଲା ପରେ, ବାଛୁରୀଟେ ହେଲା ପରେ, ସେମିତି ଆମେ ମାକୁ ଅଧିକ ଖାଦ୍ୟ ଦବା। ଗାଁ ଗହଳିରେ ଆପଣ ଯାହା କହିଲେ, ଏଇ ଆଦିବାସୀ ଏରିଆରେ ମୁଁ ବହୁ ଜଣଙ୍କ ଠାରୁ ଶୁଣିଛି ଯେ ପ୍ରଥମ 2 ଦିନ ହସ୍ପିଟାଲରେ ବି ଯୋଉମାନେ ଆଡମିସନ ହେଇଛନ୍ତି, ଆମେ ସେମାନଙ୍କୁ ଯୋଉ ପ୍ରଥମ 2 ଦିନ ମାକୁ ଭୋକ, ଗୋଟେ ଛୁଆ ଜନ୍ମ ପରେ, ପ୍ରସବ ପରେ ମାର ଦେହରୁ ଏତିକି ରକ୍ତ ନଷ୍ଟ ହୋଇଥାଏ, ମା ଏତେ ପରିଶ୍ରମ କରିଥାଏ, ତାକୁ ଯୋଉ ପରିମାଣରେ ଭୋକ ଥାଏ ସେଇ ସବୁ ପରିମାଣର ଖାଦ୍ୟ ଦିଅନ୍ତିନି। ମା ମାନେ ଡିପ୍ରେସନକୁ ପଳାନ୍ତି, ଚିଡଚିଡା ବି ହେଇଯାଆନ୍ତି। ନା ନା ନା, ତା ନିଜ ପେଟରେ ଭୋକ ଥାଏ, ସେ ଶିଶୁକୁ କଣ ଖାଦ୍ୟ ଦବ? ସେଇ କ୍ଷେତ୍ରରେ ଆମେ ଯୋଉମାନେ ମାର ଯତ୍ନ ନେଉଛନ୍ତି, ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଯେ ସେଇ ସମୟରେ ବହୁତ ଭୋକ ହୁଏ। ଆମେ ନିଜେ ଅଙ୍ଗେ ନିଭେଇଛେ, ସେଇ ସମୟରେ ବହୁତ ଭୋକ ହୁଏ। ତେଣୁ ମାକୁ ବାରମ୍ବାର ଖାଦ୍ୟ ଦିଅନ୍ତୁ, ପାଣି ଦିଅନ୍ତୁ, ଯାଦ୍ୱାରା ମାର ବି ଯୋଉ ଓଜନ ହ୍ରାସ ହୋଇଛି ସେଇଟା ହେଇପାରିବ। ପ୍ଲସ୍ ଆଉ ଗୋଟେ ଶୀଘ୍ର ବଢୁଥିବା ଗୋଟେ ଶିଶୁକୁ ଯଥେଷ୍ଟ ଖାଦ୍ୟ ଦେଇପାରିବ। ଯୋଉଠି ନ ହେଇପାରିବ ତା ପାଇଁ ଔଷଧ ବି ଅଛି, ଆମେ ଦବା। ସନ୍ତୁଳା, ଡାଲମା, ରାଶି ଲଡୁ, ନଡିଆ କୁର, ଚିନାବାଦାମ, ସବୁ ପ୍ରକାର ଖାଦ୍ୟରେ ଭରପୁର ହୋଇ ରହିଛି ପ୍ରୋଟିନ, କାର୍ବୋହାଇଡ୍ରେଟ, ଫ୍ୟାଟ୍ସ, ଯାହାକି ମା ପାଇଁ ଦରକାର। ଶିଶୁ କେବଳ ମା କ୍ଷୀର ହିଁ ପିଇବ। ମା ଯଦି ଦୃଢ କରିନିଏ ମନ, ମୁଁ ଭାବୁଛି ମା କ୍ଷୀର କେବେ ବି କମ ହେବ ନାହିଁ ଶିଶୁ ପାଇଁ। ମା କ୍ଷୀର ଆମେ କେତେ ଦିନ ପର୍ଯ୍ୟନ୍ତ ଦବା? ଆଜ୍ଞା, ବଢିଆ କ୍ୱେଶ୍ଚନଟେ ପଚାରିଲେ ଆପଣ। କେତେ ଦିନ ପର୍ଯ୍ୟନ୍ତ ଆମେ ଦବା? ଆକ୍ଚୁଆଲି ଆମର ଗୋଟେ ଅଛି ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ, ଆଉ ଗୋଟେ ହଉଛି ଏକ୍ସଟେଣ୍ଡେଡ ବ୍ରେଷ୍ଟ ଫିଡିଂ। ମାନେ ଏକ୍ସକ୍ଲୁସିଭ ବ୍ରେଷ୍ଟ ଫିଡିଂ ମାନେ କେବଳ ମା କ୍ଷୀର ଶିଶୁ ପାଇଁ ଦରକାର। এটা হচ্ছে আমি 6 মাস সম্পূর্ণ 6 মাস হেলা পর্যন্ত, মানে 180 ডেজ হেলা পর্যন্ত, 6 মাস পূরণ হেলা পর্যন্ত আমি কেবল মা ক্ষীর ছুয়াকে দেবা। তা ভিতরে কোন পানি দেবানি? কিছু দেবানি, পানি দেবা নাই, মহু দেবা নাই, কোনসি জিনিস আমি দেবা নাই। কেবল ভিটামিন, যে ডাক্তার যেটা আডভাইস করিয়ে যে ভিটামিন, সেই ভিটামিনটা আমি দেবা। আমি বঢ়িব কেমিতি আম ছুয়া? কারণ আমার যে মা ক্ষীরে সবু যাক, যেমতি ম্যাডাম কহিলে, সবু শ্বেত সার আর স্নেহ সার, তারপরে যে প্রোটিন, ভিটামিন সবু ভরপুর হয়েকি অছি। 6 মাস পর্যন্ত শিশু পাই যথেষ্ট হব, সেটা যথেষ্টরু অধিকা বি হব। তেমন ইভিন ইফ আমার যদি জাঁলা ছুয়া বি হচ্ছে, জাঁলা ছুয়াকে বি জনে 6 মাস পর্যন্ত কেবল মা ক্ষীর ଦେଇକି বি রখিপারিব, আর তার ওজন বি বহুত ভাল বড়িব। কিন্তু 6 মাস পরে যেতিকি ছুয়ার গ্রোথ পাই দরকার, আমার খাদ্য দরকার, সেটা টিকে কমি 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 আসে। যেহেতু কমি কমি আসে, আমি 6 মাস পরে মা ক্ষীর সহিত আমি কিছু পরিপূরক খাদ্য দেবা, যেটাকে আমার কহନ୍ତି কমপ্লিমেন্টারি ফিডিং। সেটা কমপ্লিমেন্টারি ফিডিং তো বহুত বড় টপিক তে, কিন্তু এতিকি আপনার জানতু 6 মাস পর্যন্ত শিশু পাই কেবল মা ক্ষীর, মা ক্ষীর আর মা ক্ষীর। 6 মাস পরে মা ক্ষীর সহিত শিশুকে আমি কমপ্লিমেন্টারি বা এক্সট্রা ফুড দেবা। তারপরে মা ক্ষীরটা 2 বর্ষ পর্যন্ত, মিনিমম তো বর্ষে পর্যন্ত ছুয়াকে দেবা, বট 2 বর্ষ পর্যন্ত দেলে বহুত ভালো। কিন্তু যদি মা চাহিব তা ছুয়াকে 3 বর্ষ 4 বর্ষ পর্যন্ত বি মা ক্ষীর দেই পারিব। তারপরে শেষরে মু গোটিয়ে কথা কহিবি, এইথর যেটা আমার ওয়ার্ল্ড ব্রেস্ট ফিডিং উইক পালন হচ্ছে অগস্ট 1 ରୁ 7, তার এথর থিম ଅଛି ক্লোজিং দ গ্যাপ ব্রেস্ট ফিডিং সপোর্ট ফর অল। তা মানে হচ্ছে আমার আকচুয়ালি বহুত গুড়া গ্যাপ রই যাଉଛି, যে গ্যাপ রে কি আমি সমস্ত ঠিক ভাবে আমি সপোর্ট করি পারনু বা কহি বি পারনু ব্রেস্ট ফিডিং বা মা ক্ষীরর উপকারিতা বিষয়। আমি ইউজুয়ালি আমি গাঁরে যে মানে অছন্তি কি যে মানে ওয়ার্কিং ওমেন যে মানে কাম করুচন্তি, সেমানকু আমি এতিকি আমি আটলিস্ট বুঝাই পারিবা যে মা ক্ষীরর উপকারিতা কোন, আর মা ক্ষীর দেলে শিশু পাই কোন ভাল হব। 6 মাস পর্যন্ত কেবল যদি মা ক্ষীর দেবা, শিশু জনে বহুত বুদ্ধি হব আর বলবান হব। আর আপনার দেখিথিবে বহুত হিন্দি ফিল্ম রে গোটে ডায়লগ ଅଛି, अगर तुम माँ का दूध पिए हो तो मेरे साथ आ जाओ लड़ोगे। ता माने कोन, जदि जने माँ क्षीर केवल पीची, माँ ठार क्षीर पीची, से बुद्धिया आउ बलुआ हब। एइटा आमे बहुत आगुरु, इवन इफ द 1000 वर्ष आगुरु आमे जानिछु जे माँ क्षीर होउची केवल ता छुआ पई, जेमती कुकुर छुआ पई कुकुरर क्षीर, गाई छुआ पई गाईर क्षीर, सेमती मनीष छुआ पई मनीषर क्षीरटा होउची सबुठारु भलो। मनीष छुआ पई केबे भी गाई क्षीर किबा छेली क्षीर उपादेयता नुहे। देखंतु हमर जो गाँ गाउलीर स्त्री लोक माने अछंती बा सहरर स्त्री लोक माने अछंती, काले सौंदर्य नष्ट होई जिवो, सेथिपई छुआकु क्षीर खुआंतिनी। ये हला गोटे कथा। द्वितीय कथा हला काहार स्तन बड़ काहार स्तन सान। अनेकंकर धारणा अछि जाहार स्तन छोट तार क्षीर कम हुए, आ जाहार स्तन बड़ तार क्षीर अधिक हुए। एइटा केते दूर ठीक? ଆପଣ ପୁରା ଠିକ ସଠିକ ଜାଗାରେ ପଚାରିଛନ୍ତି, କାରଣ ମା ମାନଙ୍କର ଏଇଟା ବହୁତ ସମୟରେ ଡାଉଟ ରହେ। ସେମାନେ ଭାବନ୍ତି ଯେ ସ୍ତନ୍ୟର ସାଇଜ ହିସାବରେ, ଆକାର ହିସାବରେ କ୍ଷୀର ଝରେ, କିନ୍ତୁ ମୁଁ ଏଇଟା କହିବି ଯେ ଆକାର ସାଙ୍ଗରେ କିଛି ସମ୍ପର୍କ ନାହିଁ।
ସେମାନେ ଜାଣି ରଖିବା ଉଚିତ ଯେ ଏଇ ଯୋଉ ସ୍ତନ୍ୟ କ୍ଷୀର ଝରିବା ଏବଂ କ୍ଷୀର ବାହାରକୁ ଆସିବା ଏଇଟା ଗୋଟେ ଟୋଟାଲ ହର୍ମୋନାଲ ପଦ୍ଧତି ବା ହର୍ମୋନ କ୍ଷରଣ ଯୋଗୁଁ ହେଇଥାଏ, ଯାହା ସବୁ ମା ମାନଙ୍କର ଏକା ପରିମାଣର ସ୍ତନ୍ୟର ଆକାର ଯାହା ବି ହେଲେ ଏକା ପରିମାଣର ବାରମ୍ବାର ଯଦି ଆମେ ଶିଶୁକୁ ଦବା, ଶିଶୁ ସ୍ତନ୍ୟର ଅଗ୍ରଭାଗର ଯୋଉ କଳା ଅଂଶରେ ଏବଂ ନିପଲ ଜାଗାରେ ମୁଣ୍ଡି ଜାଗାରେ ଯୋଉ ଅଛି ନିପଲ ଜାଗାରେ ସେଇ ନର୍ଭ ସବୁ ରହିଛି। ଯେତେବେଳେ ଛୁଆର ପାଟିଟା ସେଇ ନର୍ଭ ପାଖରେ ବା ସେ ଯେତେବେଳେ ସ୍ତନ୍ୟକୁ ଜାବୁଡିବା ଆରମ୍ଭ କରେ, ଚୁଚୁମିବା ଆରମ୍ଭ କରେ, ସେଇ ନର୍ଭରୁ ସମ୍ବେଦନା ବ୍ରେନ୍ କୁ ଯାଏ। ବ୍ରେନ୍ ରୁ ହର୍ମୋନ ପ୍ରୋଲାକ୍ଟିନ୍ ହର୍ମୋନ ଆଉ ଅକ୍ସିଟୋସିନ୍ ହର୍ମୋନ ଦିଟା ହର୍ମୋନ ଅଛି, ସେଥିରୁ ପ୍ରୋଲାକ୍ଟିନ୍ ହର୍ମୋନଟା କ୍ଷୀର ଝରେଇବାରେ ସାହାଯ୍ୟ କରେ। ତେଣୁ ଆକାର ସ୍ତନ୍ୟର ଯାହା ବି ହେଲେ ସେଇ ହର୍ମୋନ ଯଦି ସଫିସିଏଣ୍ଟ ଝରୁଛି ତାହେଲେ ସେ କ୍ଷୀର ଷ୍ଟୋର ହେଇକି ବ୍ରେଷ୍ଟରେ ରହିବ। ଆଉ ମୁଖ୍ୟ କଥା ହେଲା ଗୋଟିଏ ପାଖ ସ୍ତନ୍ୟ ଖାଲି ହବାକୁ ପଡିବ, ଖାଲି ନହେଲେ କ୍ଷୀର ଝରିବାଟା କମିଯିବ, ଯୋଉଟା ମା ମାନେ ଭାବନ୍ତି ଆମର କ୍ଷୀର କମ ହେଇଗଲା, ମାନେ ଏପଟକୁ ଥରେ ଖାଇବ ସେପଟକୁ ଥରେ ଖାଇବ। ଏବେ ପ୍ରଥମ ଥର ଖାଦ୍ୟ ଦେଲା ବେଳକୁ ଆପଣ ଦେଖିବେ ଯେମିତି ଗୋଟିଏ ପଟୁ ଯଦି ଦେଇଛନ୍ତି ସମ୍ପୂର୍ଣ୍ଣ ରୂପେ ସ୍ତନ୍ୟର କ୍ଷୀର ଖାଲି ହେଲା ପରେ ଯଦି ଶିଶୁ ଚାହିଁବ ଆର ପଟରୁ ଦେବେ, ନହେଲେ ଦ୍ୱିତୀୟ ଥର ଫିଡିଂ ଦେଲା ବେଳକୁ ଆର ପଟରୁ ଆରମ୍ଭ କରିବେ। ଏବେ ଗୋଟିଏ କଥା ମନେ ରଖିବାକୁ ପଡିବ, ଭଲ କ୍ଷୀର ଝରିବା ପାଇଁ ସ୍ତନ୍ୟ ସମ୍ପୂର୍ଣ୍ଣ ଖାଲି ହେବା ଦରକାର ଏବଂ ରାତ୍ରି ସମୟରେ ଖାଦ୍ୟ ଦେବା ଦରକାର। ମୁଁ କହିବା ଭୁଲି ଯାଇଛି ଯେ ସ୍ତନ୍ୟ କ୍ୟାନ୍ସର, ୟୁଟେରସର କ୍ୟାନ୍ସର, ଓଭାରିଆନ କ୍ୟାନ୍ସର, ବହୁତ ଗୁଡିଏ କ୍ୟାନ୍ସର ଯୋଉ ମା ମାନେ ସ୍ତନ୍ୟପାନ କରନ୍ତି ସେମାନଙ୍କ ପାଖରେ ହୁଏ ନାହିଁ। ତେଣୁ ସ୍ତନ୍ୟପାନ କଲେ ମାର ଆକୃତିରେ ନାହିଁ କିଛି ସମ୍ପର୍କ, ଯେକୌଣସି ମାଙ୍କର ସୌନ୍ଦର୍ଯ୍ୟ ନଷ୍ଟର କିଛି ସମ୍ପର୍କ ନାହିଁ। ଏହା ମାର ଯୋଉ ଅଧିକ ଫ୍ୟାଟ ଡିପୋଜିସନ ହେଇଯାଇଥାଏ, ଶିଶୁ ଗର୍ଭରେ ଥିଲା ବେଳକୁ ମାର ଓଜନ ପ୍ରାୟ 10-15 କେଜି ବଢି ଯାଇଥାଏ, ଯୋଉ ଫ୍ୟାଟ ଡିପୋଜିସନ ହେଇଥାଏ ଶିଶୁକୁ ସ୍ତନ୍ୟପାନ କରିବା ଏଇଟା ଗୋଟେ ଯୋଉ ଆରାମଦାୟକ କାର୍ଯ୍ୟ ଦ୍ୱାରା ଏଇଟା ଗୋଟେ କାମ ହିଁ, ଏଇ କାମ ଦ୍ୱାରା ତା ଶରୀରରେ ଏଇ ଯୋଉ ଏକ୍ସଟ୍ରା ଫ୍ୟାଟ ଯାକ ବର୍ନ ହେଇଯାଇଥାଏ। ତେଣୁ ମୁଁ କହିବି ସ୍ତନ୍ୟପାନ କଲେ ମା ତାର ଗର୍ଭାବସ୍ଥାର ପୂର୍ବ ଆକୃତିକୁ ଜଲ୍ଦି ଫେରି ଆସିପାରିବ ଯଦି ସେ ସ୍ତନ୍ୟପାନ କରିବ, କାରଣ ଏହା ଦ୍ୱାରା ଫ୍ୟାଟ ବି ଦେହର କମିଥାଏ, ଯାହାଦ୍ୱାରା ତାର ଯୋଉ ଅଣ୍ଟା ପେଟ ଯୋଉଟା ଗର୍ଭଧାରଣ ସମୟରେ ହୋଇଥାଏ ସେଇଟା ଆସିପାରିବ। ତେଣୁ ସ୍ତନ୍ୟପାନ କରିବା ଦ୍ୱାରା ମାର କୌଣସି ଅସୁବିଧା ହୋଇନଥାଏ, ମାର ଉନ୍ନତି ହେଇଥାଏ। ତେଣୁ ଏହା ଏକ ଲାଭଦାୟକ ଏବଂ ଆରାମଦାୟକ କାର୍ଯ୍ୟ। ସବୁ ମା ମାନଙ୍କୁ ଅନୁରୋଧ ନିଜ ନିଜ ଶିଶୁକୁ ସ୍ତନ୍ୟପାନ କରାନ୍ତୁ। ଆଉ ଯେଉଁଠି କିଛି ଅସୁବିଧା ହେଉଛି ଆପଣ ଅଙ୍ଗନବାଡି ଦିଦି ମାନଙ୍କ ପାଖରେ କିମ୍ବା ଆଶା ଦିଦି ମାନଙ୍କୁ କରିପାରିବେ କିମ୍ବା ହସ୍ପିଟାଲରେ ଆସିକି ସାହାଯ୍ୟ ନେଇପାରିବେ। ଶିଶୁକୁ ତାର ସର୍ବୋତ୍ତମ ଖାଦ୍ୟରୁ ବଞ୍ଚିତ କରନ୍ତୁ ନାହିଁ। ଯାହା ହଉ ଆପଣ ବହୁତ ଭଲ ଭଲ କଥା କହିଛନ୍ତି ମା ମାନଙ୍କ ପାଇଁ ଆଉ ଶିଶୁମାନଙ୍କ ପାଇଁ। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଶ୍ରୋତାବନ୍ଧୁ ମାନଙ୍କୁ ଆପଣ ଶିକ୍ଷା ଦେଇଛନ୍ତି। ଆଜି ଆମର କାର୍ଯ୍ୟକ୍ରମରେ ଧରଣୀଧର ମେଡିକାଲ କଲେଜର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସାଧନା ପଣ୍ଡା ଏବଂ ଆସୋସିଏଟ ପ୍ରଫେସର ଡକ୍ଟର ବିଭୁ ପ୍ରସାଦ ନାୟକ, ଆପଣ ଉଭୟଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ, ନମସ୍କାର। तूने मेरा दूध पिया है, तू बिल्कुल मेरे जैसा है। तूने मेरा दूध पिया है, तू बिल्कुल मेरे जैसा है। तुझ में है खून मेरा, तुझ में है खून मेरा, तू बिल्कुल मेरे जैसा है। तूने मेरा दूध पिया है, तू बिल्कुल मेरे जैसा है। तूने मेरा दूध पिया है, तू बिल्कुल मेरे जैसा है। तुझ में है खून मेरा, तू बिल्कुल मेरे जैसा है।